ପ୍ରାର୍ଥନା ଜୁନ୍ 24, 1914। ଅଭିବ୍ୟକ୍ତିର ଦିଗରୁ ଦେଖିଲେ ପୃଥିବୀ ଉପରେ କରଣୀୟ କାର୍ଯ୍ୟ ଦୃଷ୍ଟିରୁ ଦେଖିଲେ ଉଚ୍ଚ ନୀଚ ଶ୍ରେଣୀକ୍ରମ ପ୍ରୟୋଜନ। ଏହି ବିଶୃଙ୍ଖଳ ଜଗତରେ କୌଣସି ପ୍ରକାରେ ସ୍ୱଇଚ୍ଛାର ଚାପ ପ୍ରତିରେକ କ'ଣ ସେହି ବସ୍ତୁ ସ୍ଥାପନ କରାଯାଇପାରିବ ଯାହା ତୋ ବିଧାନ ସହିତ ସମ୍ପୂର୍ଣ୍ଣ ସଙ୍ଗତି ରକ୍ଷା କରିପାରିବ? ସାକ୍ଷୀ ପୁରୁଷ ସ୍ଥିର, ଉଦାସୀନ, ପ୍ରଫୁଲ୍ଲ। ଏହି ଲୀଳା, ଏଇ ଯେଉଁ ପ୍ରହସନ ଚାଲିଛି, ଏହାକୁ ଦେଖୁଛି ପ୍ରଶାନ୍ତ ଭାବେ ସକଳ ଅବସ୍ଥା ମାନି ନେଇ ଚାଲୁଛି। ଏହି ଜ୍ଞାନ ସହ ଯେ ଯାହା ସବୁ ହେବା ଉଚିତ, ଏହି ଅବସ୍ଥା ସକଳ ସେସବୁର ଅସମ୍ପୂର୍ଣ୍ଣ ପ୍ରତିଚ୍ଛାୟା ମାତ୍ର। କିନ୍ତୁ ହେ ଭଗବାନ, ମୋର ଭକ୍ତିପୂତ ହୃଦୟ ତୋ ଆଡ଼କୁ ଯାଉଛି। ପ୍ରେମର ବିପୁଳ ଅଭିପ୍ସା ସହ ତୋର ସାହାଯ୍ୟ ପ୍ରାର୍ଥନା କରୁଛି, ଯଦ୍ୱାରା ଯାହା ଶ୍ରେୟତମ ତାହା ହିଁ ଯେପରି ଘଟେ। ଯେତେ ବେଶୀ ସମ୍ଭବ ବାଧା ବିପତ୍ତି ଅତିକ୍ରମ କରାଯାଇପାରେ ଏବଂ ଯେତେ ଦୂର ସମ୍ଭବ ଅନ୍ଧକାର ଦୂର କରାଯାଇପାରେ ଏବଂ ଯେତେ ଦୂର ସମ୍ଭବ ଅହଂମୂଳକ ଦୁଷ୍କୃତିକୁ ଜୟ କରାଯାଇପାରେ। ବର୍ତ୍ତମାନ ଅବସ୍ଥାର ବିଶୃଙ୍ଖଳା ମଧ୍ୟରେ ଯାହା ଶ୍ରେୟତମ ତାହା ହିଁ ଘଟିବ। କେବଳ ଏତିକି ନୁହେଁ, କାରଣ ତାହା ସର୍ବଦା ହିଁ ଘଟିଥାଏ। ବରଂ ପ୍ରୟୋଜନ ହେଲା ସେହି ଅବସ୍ଥା ସକଳକୁ ଆମ୍ଭମାନଙ୍କର ଅତୀତର ପ୍ରଯତ୍ନ ଅପେକ୍ଷା ଏକ ବିଶାଳତର ପ୍ରଯତ୍ନ ଦ୍ୱାରା ରୂପାନ୍ତରିତ କରିବା, ଯେଉଁଥିରେ ଗୁଣ ଓ ପରିମାଣ ଦିଗରୁ ଏକ ନୂତନ ଶ୍ରେୟତମ, ଗୋଟିଏ ଏକବାରେ ଅଭୂତପୂର୍ବ ଶ୍ରେୟତମକୁ ପ୍ରକାଶ କରାଯାଇପାରିବ। ତଥାସ୍ତୁ। ଭବିଷ୍ୟତ ସମ୍ବନ୍ଧରେ ଆମ୍ଭମାନଙ୍କର ଯେଉଁ ଧାରଣା ରହିଛି, ତାହାଦ୍ୱାରା ଭବିଷ୍ୟତକୁ ବିଚାର କରିବାକୁ ଚେଷ୍ଟା କରିବା, ତାହାକୁ ଭବିଷ୍ୟତର ଦୂରଦୃଷ୍ଟି ବୋଲି ଜାଣିବା ସର୍ବଦା ହିଁ ଭୁଲ। କାରଣ ଏହି ଧାରଣାଟି ହେଲା ବର୍ତ୍ତମାନର, ଆଉ ଠିକ୍ ତାହା ଯେତିକି ପରିମାଣରେ ବ୍ୟକ୍ତି ନିରପେକ୍ଷ ହେବ, ଠିକ୍ ସେହି ପରିମାଣରେ ତାହା ପାର୍ଥିବ ସମସ୍ୟାର ଯାବତୀୟ ଅଙ୍ଗ ମଧ୍ୟରେ ଭବିଷ୍ୟତର ନୁହେଁ, ବର୍ତ୍ତମାନର ପ୍ରତିଲିପି ହେବ। ବର୍ତ୍ତମାନ ଅବସ୍ଥାରୁ ଭବିଷ୍ୟତ ଅବସ୍ଥା ସମ୍ବନ୍ଧେ ଅନୁମାନ କରିବା ମାନୁଷୀ ତର୍କବୁଦ୍ଧିର କ୍ରିୟା। ଯଦିଓ ଏହି ଅନୁଭବ କେବେ କେବେ ଅବଚେତନ ମଧ୍ୟରେ ପ୍ରବେଶ କରେ ଏବଂ ଆଧାର ମଧ୍ୟରେ ଅପରୋକ୍ଷ ଅନୁଭୂତି ରୂପେ ଦେଖା ଦେଇପାରେ, ବିତର୍କ ହେଲା ଗୋଟିଏ ମାନସବୃତ୍ତି ଅର୍ଥାତ୍ ବ୍ୟକ୍ତିଗତ ଗୁଣ। ଏହି ବୁଦ୍ଧିଗତ ପ୍ରେରଣାର ଅନନ୍ତ, ଅସୀମ ବା ଭଗବାନଙ୍କଠାରୁ ଆସେ ନାହିଁ। କେବଳ ସର୍ବଜ୍ଞାନଙ୍କ ମଧ୍ୟରେ କେବଳ ଯେତେ ଯେତେ ଜ୍ଞାତା, ଜ୍ଞେୟ ଓ ଜ୍ଞାନଶକ୍ତି ଏକ ହୋଇଯାଇଛି, ସେତେବେଳେ ହିଁ ଭୂତ, ବର୍ତ୍ତମାନ, ଭବିଷ୍ୟତର ଯାବତୀୟ ସମ୍ପର୍କାବଳୀ ସମ୍ବନ୍ଧେ ସଚେତନ ହେବା ସମ୍ଭବ। କିନ୍ତୁ ସେହି ଅବସ୍ଥାରେ ଭୂତ, ଭବିଷ୍ୟତ, ବର୍ତ୍ତମାନ ବୋଲି କିଛି ରହେ ନାହିଁ। ସବୁ ହିଁ ସେଠାରେ ନିତ୍ୟ ବର୍ତ୍ତମାନ। ଆଉ ଏହି ସମ୍ବନ୍ଧାବଳୀର ପ୍ରକାଶକ୍ରମ କେବଳ ପରାତ୍ପରଙ୍କର ପ୍ରେରଣା ଉପରେ, ଭାଗବତ ବିଧାନ ଉପରେ ନିର୍ଭର କରେ ନାହିଁ, କିନ୍ତୁ ନିର୍ଭର କରେ ଏହି ବିଧାନ ବିରୁଦ୍ଧରେ ବାହ୍ୟତମ ଜଗତ କେତେଦୂର ବାଧା ଦିଏ ତାହା ଉପରେ ମଧ୍ୟ। ଏହି ଦୁଇଟି
ସମ୍ମିଶ୍ରଣରୁ ଜନ୍ମ ହୁଏ ପ୍ରକାଶର ଲୀଳା। ଆଉ ମୋର ବର୍ତ୍ତମାନ ଚେତନାରେ ଯେତେ ଦୂର ଜାଣିବା ସମ୍ଭବ, ସେଥିରୁ ଦେଖୁଛି ଯେ ସେଇ ସମ୍ମିଶ୍ରଣ ହେଲା ଗୋଟାଏ ଅନିର୍ଦ୍ଦିଷ୍ଟ ବସ୍ତୁ। ଠିକ୍ ଏଇଠାରେ ତ ଲୀଳା ଏବଂ ଲୀଳାର ଅଦ୍ଭୁତ ପୂର୍ବତା।